ओम नमो भगवते वासुदेवाय नमः। नमस्कार बंधुगण आपण मानक आम यूट्यूब चैनल को स्वागत। बंधुगण आज भिडियो आमे आपण मानक कहवाक जाऊँ 25 और 26 तारीखर दिन आपणकर किपरि सब्यस्त हेबो ता सहित जदि कहबा ए दुई दिन रे ଆପଣଙ୍କ ପାଇଁ ବିଶେଷ ଭାବରେ କିପରି ସ୍ଥିତି ରହିବ, କେଉଁ ସବୁ ଜିନିଷରେ ଆପଣଙ୍କୁ ଫାଇଦା ହେବ, କେଉଁ ସବୁ ଜିନିଷରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ, ଆପଣଙ୍କର ଲଭ୍ ଲାଇଫ୍ କିପରି ରହିବ, କ୍ୟାରିୟର କିପରି ରହିବ, ବିଜନେସ୍ ଆଉ ବ୍ୟାପାର କିପରି ରହିବ, ତା ସହିତ ସ୍ୱାସ୍ଥ୍ୟର ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ଆମେ ଆପଣମାନଙ୍କୁ ଭିଡ଼ିଓରେ କହିବୁ। ଆଉ ଏ ଭିଡ଼ିଓ ଶେଷରେ ଆମେ ଆପଣମାନଙ୍କୁ କିଛି ଉପାୟ ବିଷୟରେ ମଧ୍ୟ କହିବୁ, ଯାହାଦ୍ୱାରା ଆପଣ ଏ ଦୁଇ ଦିନକୁ ଆହୁରି ଅଧିକ ଶୁଭ ଓ ମଙ୍ଗଳଦାୟକ ସାବ୍ୟସ୍ତ କରିପାରିବେ। ଆଗକୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆମର ଆପଣଙ୍କୁ ରିକ୍ୱେଷ୍ଟ, ଯଦି ଆପଣ ଆମର ଏ ଚ୍ୟାନେଲରେ ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗରେ ନୋଟିଫିକେସନ୍ ବେଲ୍କୁ ମଧ୍ୟ ଅନ୍ କରନ୍ତୁ, ଯାହାଦ୍ୱାରା ସମୟ ସମୟରେ ସହ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କୁ ମିଳିଯିବ। ତ ଆସନ୍ତୁ ଜାଣିବା କିପରି ରହିବ 25 ଆଉ 26 ତାରିଖର ଦିନ ଆପଣଙ୍କ ପାଇଁ। ଯଦି ସବୁଠାରୁ ପ୍ରଥମେ ଆମେ ଆପଣମାନଙ୍କୁ କହିବୁ ବିଶେଷ ଭାବରେ କି କ'ଣ ଆପଣଙ୍କ ପାଇଁ ଏ ଦୁଇ ଦିନରେ ବିଶେଷ ଭାବରେ ପଜିଟିଭ୍ ରହିବା ପାଇଁ ଯାଉଛି। ଯଦି କହିବା ଫ୍ରେଣ୍ଡସ୍, ଘର ପରିବାରରେ ଦୁଇ ଦିନରେ କୌଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହେବାର ବିଶେଷ ସମ୍ଭାବନା ବନୁଛି। ପରିବାରର ଉତ୍ସବର ମାହୋଲ ମଧ୍ୟ ଆପଣଙ୍କର ବନିବ। ସନ୍ତାନ ପକ୍ଷକୁ ନେଇ ଏ ଦିନରେ ଆପଣଙ୍କର ଚିନ୍ତା ମଧ୍ୟ ବଢ଼ିପାରେ ତଥା ଆପଣଙ୍କୁ କୌଣସି ବି ପ୍ରକାରର କୌଣସି ସହଯୋଗ ପ୍ରାପ୍ତ ହେବାର ବିଶେଷ ଭାବରେ ଭଲ ସମ୍ଭାବନା ବନୁଛି। ଏମିତିରେ ଭାବି ଚିନ୍ତି ରଣନୀତି ନେଇକି କାର୍ଯ୍ୟ ଆପଣ କରନ୍ତୁ, ଯାହାଦ୍ୱାରା ଘରେ ଆପଣଙ୍କର ପଦପ୍ରତିଷ୍ଠା ବଢ଼ିବ। ଏହା ସହିତ ଆପଣଙ୍କର କୌଣସି ସ୍ୱପ୍ନ ମଧ୍ୟ ସାକାର ହେବାକୁ ଯାଉଛି। ସେଥିପାଇଁ ନିଜର କାର୍ଯ୍ୟ ଉପରେ ପୁରା ରୂପରେ ଆପଣ ଧ୍ୟାନ କେନ୍ଦ୍ରିତ କରନ୍ତୁ। କୋଉଠି ପୁଞ୍ଜି ନିବେଶ କରିବା ଆପଣଙ୍କ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇପାରେ। ବିଦ୍ୟାର୍ଥୀ ବର୍ଗଙ୍କୁ ପ୍ରତିଯୋଗିତା ସମ୍ବନ୍ଧିତ ପରୀକ୍ଷାରେ ଉଚିତ ପରିଣାମ ମଧ୍ୟ ଏ ଦିନରେ ହାସିଲ ହୋଇଯିବ। ତା ସହିତ ଏ ଦିନରେ ଆପଣଙ୍କର ସବୁ କାର୍ଯ୍ୟ ବହୁତ ଆସାନୀରେ ସମ୍ପନ୍ନ ହେବା ଦ୍ୱାରା ମନରେ ପ୍ରସନ୍ନତା ଏବଂ ତାଜାପଣ ଅନୁଭବ ହେବ। ଅଚାନକ ହିଁ କୌଣସି ଆର୍ଥିକ ସମସ୍ୟା ଆସିବା ଦ୍ୱାରା ଆପଣ ନିଜେ ନିଜକୁ ଚିନ୍ତାମୁକ୍ତ ମଧ୍ୟ ବିଶେଷ ଭାବରେ ଅନୁଭବ କରିବେ। ଏ ସମୟରେ ଗ୍ରହଙ୍କର ସ୍ଥିତି ଆପଣଙ୍କର ବ୍ୟକ୍ତିତ୍ୱକୁ ପ୍ରଭାବିତ ମଧ୍ୟ କରିବ। ତା ସହିତ ଘର କିମ୍ବା ସମାଜରେ ଆପଣଙ୍କୁ ନିଜର ଯୋଗ୍ୟତା ଦ୍ୱାରା ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ବିଶେଷ ଭାବରେ ଆପଣଙ୍କର ବିଶେଷ ରୁଚି ମଧ୍ୟ ରହିବ। ଏସବୁ କାରଣରୁ ଆପଣଙ୍କର ଭାବନା ବହୁତ ଅଧିକ ସକାରାତ୍ମକ ଏବଂ ସନ୍ତୁଳିତ ମଧ୍ୟ ବନି ରହିବ। ଏହା ସହିତ ଯଦି କହିବା ଅନ୍ୟର ପରାମର୍ଶ ଅପେକ୍ଷା ନିଜର ଯୋଗ୍ୟତା ଏବଂ କ୍ଷମତା ଉପରେ ଅଧିକ ବିଶ୍ୱାସ କରନ୍ତୁ। ଏ ଦିନ ଆପଣ ସମସ୍ତଙ୍କର ସ୍ୱପ୍ନ ଆଉ ମହତ୍ତ୍ୱ ଆକାଂକ୍ଷାକୁ ପୂରା କରିବାର ଦିନ ଅଟେ। ପୁରା ମନୋବଳ ଦ୍ୱାରା ନିଜର କାର୍ଯ୍ୟ ପ୍ରତି ଆପଣ ଏ ଦିନ ସମର୍ପିତ ରୁହନ୍ତୁ। ଏହା ସହିତ ପ୍ରପର୍ଟି ସମ୍ବନ୍ଧିତ ଅଟକି ଥିବା କାର୍ଯ୍ୟ ବିଶେଷ ଭାବରେ ଆପଣଙ୍କର ପୂରଣ ହେବ। ସେଥିପାଇଁ ନିଜର ଧ୍ୟାନ ଏସବୁରେ କେନ୍ଦ୍ରିତ କରନ୍ତୁ। ପଇସା ସମ୍ବନ୍ଧିତ ନିବେଶ ପାଇଁ ମଧ୍ୟ ଏ ଦିନ ଆପଣଙ୍କର ବହୁତ ଉତ୍ତମ ଭରା ରହିବ। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କ ପାଇଁ କ'ଣ ନେଗେଟିଭ୍ ରହିବ। ଅନାବଶ୍ୟକ କୌଣସି ବି ପ୍ରକାରର ବିବାଦ ଆପଣଙ୍କର ଉତ୍ପନ୍ନ ହେବାର ବିଶେଷ ଭାବରେ ସମ୍ଭାବନା ବନୁଛି। କୌଣସି ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଘରେ ଆପଣଙ୍କର ଚିନ୍ତାର ମାହୋଲ ମଧ୍ୟ ଦେଖିବାକୁ ମିଳିବ। ଧନ ଅଚଳ ସମ୍ପତ୍ତିକୁ ନେଇକି ବିବାଦ ଉତ୍ପନ୍ନ ହେବାର ବିଶେଷ ଭାବରେ ସମ୍ଭାବନା ବନୁଛି। ତା ସହିତ ଉତ୍ଥାନ ପତନ ଉତ୍ପନ୍ନ ହେବାର ବିଶେଷ ଭାବରେ ସମ୍ଭାବନା ରହିଛି। ତ ସେ ସବୁ ଆପଣ ବିଶେଷ ଭାବରେ ଦୂରେଇକି ରହିବା ପାଇଁ ଚେଷ୍ଟା କରିବେ। ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ। କେବେ କେବେ ଯଦି କହିବା ଅଳସ୍ୱାମୀ କାରଣରୁ ଆପଣଙ୍କ କାର୍ଯ୍ୟରେ ରୋକାବଟ ମଧ୍ୟ ଆସିପାରେ, ତେଣୁ ଧ୍ୟାନ ରଖନ୍ତୁ କି ଟିକେ ଭୁଲ ବୁଝାମଣା ଆପଣଙ୍କର ଲକ୍ଷ୍ୟ ଠାରୁ ଭଟକେଇ ମଧ୍ୟ ପାରେ। କୌଣସି ପ୍ରକାରର ଦ୍ୱିବିଧା ସ୍ଥିତିରେ କୌଣସି ଅନୁଭବୀ ବ୍ୟକ୍ତିର ପରାମର୍ଶ ଆପଣଙ୍କ ପାଇଁ ଫାଇଦାମାନ ରହିବ। ଏହା ସହିତ ଆପଣଙ୍କୁ ଗୋଟେ କଥାର ବିଶେଷ ରୂପରେ ଏହା ଧ୍ୟାନ ରଖିବାର ରହିଛି କି କେତେଥର କଠୋର ବାଣୀ ଦ୍ୱାରା ଆପଣ କିଛି ଲୋକଙ୍କ ଭିତରେ ଭୁଲ ବୁଝାମଣା ମଧ୍ୟ ଉତ୍ପନ୍ନ ହୋଇପାରେ। ସେଥିପାଇଁ ନିଜର କଥାବାର୍ତ୍ତାରେ ଲଚିଲାପଣ ଆପଣ ରଖନ୍ତୁ। କାମର ଅଧିକତାର ପ୍ରଭାବ ଆପଣଙ୍କ ଶରୀର ଉପରେ ବିଶେଷ ଭାବରେ ପଡ଼ିବ। ସେଥିପାଇଁ ଆପଣ ଲଗାତାର ଆରାମ କରନ୍ତୁ। ଏହା ସହିତ ଯଦି କହିବା ଇଗୋ ଏବଂ ଅତି ଆତ୍ମବିଶ୍ୱାସର ଭାବନା ଆପଣଙ୍କର ମୁଖ୍ୟ କମଜୋରି ରହିବ। ଏଥିରେ ଆପଣଙ୍କୁ କାବୁ ବନେଇ ରଖିବାର ଆବଶ୍ୟକତା ରହିଛି, କାରଣ ଏ କାରଣରୁ କିଛି ଲୋକଙ୍କ ସହ ସମ୍ବନ୍ଧ ଆପଣଙ୍କର ଖରାପ ମଧ୍ୟ ହୋଇପାରେ। ମିତ୍ରଙ୍କ ସହିତ
ନିଜର ବ୍ୟର୍ଥ ଟାଇମ୍କୁ ସ୍ପେଣ୍ଡ କରନ୍ତୁ ନାହିଁ। ଏହା ସହିତ କୌଣସି ବାହାର ବ୍ୟକ୍ତିଙ୍କର ହସ୍ତକ୍ଷେପ କାରଣରୁ କିଛି ଚିନ୍ତା ମଧ୍ୟ ଘରେ ଉତ୍ପନ୍ନ ହୋଇପାରେ। ଆଉ ଘରର ବଡ଼ ବୃଦ୍ଧଙ୍କର ଅପମାନ ହେବାର ବିଶେଷ ଭାବରେ ଆଶଙ୍କା ରହିଛି। ଏହା ସହିତ ଖର୍ଚ୍ଚର ମଧ୍ୟ ଏ ଦିନରେ ଅଧିକତା ହେବା କାରଣରୁ ବଜେଟ୍ ମଧ୍ୟ ଆପଣଙ୍କର ବିଗିଡ଼ିପାରେ। ତେଣୁ ଆପଣ ସାବଧାନ ରୁହନ୍ତୁ। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କର ଲଭ୍ ଲାଇଫ୍ କିପରି ରହିବ। ପତି ପତ୍ନୀଙ୍କର ଆପୋଷିକ ମଧୁର ସମ୍ବନ୍ଧ ରହିବ। ତା ସହିତ ବ୍ୟସ୍ତତା ପରେ ମଧ୍ୟ ପରିବାର ସହ ଆପଣ ଆପଣଙ୍କର ଟାଇମ୍କୁ ସ୍ପେଣ୍ଡ କରିବେ। ଆଉ ଘରର ବାତାବରଣକୁ ଆହୁରି ଅଧିକ ଖୁସି ଭରା କରିବେ। ପରିବାର ସହିତ ମନୋରଞ୍ଜନ ଏବଂ ସପିଂରେ ଆପଣ ଆପଣଙ୍କ ଟାଇମ୍କୁ ସ୍ପେଣ୍ଡ କରିବେ। ଏହାଦ୍ୱାରା ଘରେ ଖୁସିର ମାହୋଲ ଆହୁରି ଅଧିକ ରହିବ। ତା ସହିତ ଅବିବାହିତ ଲୋକଙ୍କ ପାଇଁ ଏ ଦିନରେ କୌଣସି ଭଲ ପ୍ରସ୍ତାବ ମଧ୍ୟ ଆସିପାରେ, ଯାହାଦ୍ୱାରା ଆପଣଙ୍କ ମନ ବହୁତ ହି ପ୍ରସନ୍ନ ରହିବ। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କର ବ୍ୟବସାୟିକ କ୍ୟାରିୟର କିପରି ରହିବ। ପୂର୍ବ କିଛି ଦିନରୁ ଯେଉଁ ବିଜନେସ୍ ପାର୍ଟିରେ ଆପଣଙ୍କର ଭଲ କଥାବାର୍ତ୍ତା ଚାଲି ଆସୁଥିଲା, ଯଦି କହିବା ଏବେ ସେ ସବୁର ବହୁତ ଭଲ ପରିଣାମ ଆପଣଙ୍କୁ ସାମ୍ନାକୁ ଆସିବ। ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଏ ଦିନରେ ଆପଣଙ୍କୁ ପ୍ରାପ୍ତ ମଧ୍ୟ ହେବ। ଚାକିରି କରୁଥିବା ବ୍ୟକ୍ତିଙ୍କର କୌଣସି ଟାର୍ଗେଟ ପୂରା ହେବା ଦ୍ୱାରା ଆପଣଙ୍କର ଦିନ ଖୁସି ରହିବ। ବ୍ୟବସାୟିକ ସ୍ଥଳରେ ଆପଣଙ୍କର ଯଦି କହିବା ସ୍ଥିତି ବଢ଼ିବ। କର୍ମଚାରୀଙ୍କର ନିଜର କାର୍ଯ୍ୟ ପ୍ରତି ପୁରା ରୂପରେ ସମର୍ପଣ ଭାବ ମଧ୍ୟ ଦେଖିବାକୁ ମିଳିବ, ଯାହାଦ୍ୱାରା କାମ ସମୟରେ ସହ ଆପଣଙ୍କର ପୁରା ମଧ୍ୟ କରିବା ପାଇଁ ନଜର ଆସିବ। ଏହା ସହିତ ଯଦି ବିଶେଷ ଭାବରେ କହିବା ପ୍ରପର୍ଟି ବ୍ୟବସାୟରେ ଜଡ଼ିତ ବ୍ୟକ୍ତିବିଶେଷଙ୍କର କୌଣସି ବଡ଼ ଡିଲ୍ ହେବାର ସମ୍ଭାବନା ରହିଛି। ଏହା ସହିତ ପବ୍ଲିକ୍ ଡିଲିଂରେ ମଧ୍ୟ ବିଶେଷ ଭାବରେ ଆପଣଙ୍କୁ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ଅଫିସିଆଲି ଯାତ୍ରା କରିବା ପାଇଁ ପଡ଼ିପାରେ। ମିଡ଼ିଆ ତଥା ମାର୍କେଟିଂ ସମ୍ବନ୍ଧିତ ବ୍ୟବସାୟ ଜଡ଼ିତ ବ୍ୟକ୍ତିବିଶେଷମାନେ ଏ ଦିନରେ କୌଣସି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ମଧ୍ୟ ହାସିଲ କରିବେ। ସେଥିପାଇଁ ନିଜର ସମ୍ପର୍କ ସୂତ୍ରଙ୍କ ସହ ଅଧିକରୁ ଅଧିକ ଟାଇମ୍କୁ ବ୍ୟତୀତ କରନ୍ତୁ। ଏହା ସହିତ ଏ ଦିନରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଅନୁରୂପ ଉଚିତ ପରିଣାମ ମଧ୍ୟ ହାସିଲ ହେବ, ଯାହାଦ୍ୱାରା ଆପଣଙ୍କର ମନ ମଧ୍ୟ ବହୁତ ଅଧିକ ପ୍ରସନ୍ନ ରହିବ। ଆସନ୍ତୁ ଜାଣିବା ଏ 2 ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ। ଏ ଦିନରେ ଆପଣଙ୍କୁ କୌଣସି ସମୟରେ ଥକାପଣ ଏବଂ କମଜୋରି ମଧ୍ୟ ଅନୁଭବ ହୋଇପାରେ। ଏଥିପାଇଁ ଆପଣ ନିଜର ଖାଦ୍ୟପେୟ ଉପରେ ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ତା ସହିତ ଆପଣ ଆୟୁର୍ବେଦିକ ଜିନିଷର ଅଧିକ ସେବନ କରନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ହି ଭଲ ରହିବ। ଏହା ସହିତ ନିଜ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁ ଆପଣ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁସ୍ଥ ରୁହନ୍ତୁ। ଆସନ୍ତୁ ଜାଣିବା ଏ ଦିନରେ ଆପଣଙ୍କ ପାଇଁ କ'ଣ ବିଶେଷ ଉପାୟ ରହିଛି। ଏ ଦିନରେ ଆପଣ ସ୍ନାନ ଆଦି ବିଶେଷ ଭାବରେ କରିସାରିବା ପରେ ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସେଠି ଡାହାଣ ହାତର ଆଙ୍ଗୁଠିରେ ଭଗବାନ ହନୁମାନଙ୍କର ମୁଣ୍ଡରେ ସିନ୍ଦୁର ଲଗାନ୍ତୁ। ଆଉ ସୀତା ମାତାଙ୍କ ଚରଣରେ ଲଗାନ୍ତୁ ଏବଂ ନିଜର ମନୋକାମନାକୁ ମାଗନ୍ତୁ। ଏପରି କରିବା ଦ୍ୱାରା ଭଗବାନ ବଜରଙ୍ଗବାଲି ବହୁତ ଶୀଘ୍ର ପ୍ରସନ୍ନ ହେବେ। ଆଉ ଆପଣଙ୍କର ସମସ୍ତ କଷ୍ଟକୁ ଦୂର କରିବେ ଏବଂ ଆପଣଙ୍କର ସବୁ ମନୋକାମନାକୁ ମଧ୍ୟ ପୂରଣ କରିବେ। ଏ ପ୍ରକାରରେ ଉପାୟକୁ ଆପଣ ଅବଶ୍ୟ କରନ୍ତୁ। ଆପଣଙ୍କୁ ଅବଶ୍ୟ ହିଁ ଲାଭର ପ୍ରାପ୍ତି ହେବ। ଭଗବାନ ବଜରଙ୍ଗବାଲିଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେଉ। ସଚ୍ଚା ଦିଲରେ କମେଣ୍ଟ ବକ୍ସରେ ଜୟ ବଜରଙ୍ଗବାଲି ଅବଶ୍ୟ ଲେଖନ୍ତୁ ଓ ଭିଡ଼ିଓକୁ ଲାଇକ୍ କରିବା ପାଇଁ ଆଦୌ ବି ଆପଣ ଭୁଲନ୍ତୁ ନାହିଁ। ଧନ୍ୟବାଦ।